ନଈ କୂଳରେ ଗୋଟିଏ ଜାମୁକୋଳି ଗଛ ଥିଲା। ବର୍ଷା ଦିନ ଆସିଲେ ସେ ଗଛ ମିଠା ମିଠା ଫଳରେ ଭର୍ତ୍ତି ହେଇଯାଏ। ଜଙ୍ଗଲରେ ରହୁଥିବା ଗୋଟେ ମାଙ୍କଡ ସବୁଦିନେ ଆସି ପେଟ ଭର୍ତ୍ତି କରି ଜାମୁକୋଳି ଖାଏ। ହେଲେ ମାଙ୍କଡ ମନରେ ଗୋଟେ ଦୁଃଖ ଥାଏ ଯେ ତାର କେହି ସାଙ୍ଗ ନଥାନ୍ତି। ଦିନେ ମାଙ୍କଡ ଗଛ ଉପରେ ଥାଇ ଦେଖିଲା ଗୋଟେ ବଡ କୁମ୍ଭୀର ନଈରୁ ଉଠି ଆସି ଗଛ ତଳେ ପାଟି ପାକୁ ପାକୁ କରୁଛି। ତହୁ ମାଙ୍କଡ ପେନ୍ଥାଏ ଜାମୁକୋଳି ତଳକୁ ପକେଇଦେଲା। ଆହା କି ମିଠା, ଆଉ ଖାଇବ? ପକାଅ ଆଉ ଦିଟା, ଭାରି ସୁଆଦିଆ। ମାଙ୍କଡ ପୁଣି ପେନ୍ଥାଏ ଜାମୁକୋଳି ତଳକୁ ପକେଇଦେଲା। କୁମ୍ଭୀର ମନ ଖୁସିରେ ପୁରା ଖାଇଲା। ତାପରେ କୁମ୍ଭୀର କହିଲା, ମୈତ୍ରେ ଆଉ ଦି ପେନ୍ଥା ପକାଅ, ତମ ମୈତ୍ରାଣୀ ପାଇଁକି ନେବି, ସିଏ ଭାରି ଖୁସି ହବ। ମାଙ୍କଡ ତ କେବେଠୁ ସାଙ୍ଗଟେ ଖୋଜୁଥିଲା। କୁମ୍ଭୀରର ମୈତ୍ର ଡାକରେ ତା ପେଟ ପୁରିଗଲା। କହିଲା, ଆଜି ମୁଁ ତୁମ ଭଳି ସାଙ୍ଗଟିଏ ପାଇ ବହୁତ ଖୁସି ହେଇଛି। ନିଅ ମୈତ୍ରେ, ପେନ୍ଥାଏ କାହିଁକି, ଆଉ ଦୁଇ ପେନ୍ଥା ବି ନେଇଯାଅ। ମାଙ୍କଡ ଆଉ ଦୁଇ ପେନ୍ଥା ଜାମୁକୋଳି ତଳକୁ ପକେଇଦେଲା। କୁମ୍ଭୀର ମହାଆନନ୍ଦରେ ଜାମୁକୋଳି ଧରି ନଈରେ ପଶିଗଲା। ଆଉ ମାଙ୍କଡ ଚାଲିଲା ଜଙ୍ଗଲ ଭିତରକୁ। କୁମ୍ଭୀର ଜାମୁକୋଳି ନେଇ ତା ଭାରିଜାକୁ ଦେଲା। ତା ଭାରିଜାର ପିଲାପିଲି ହବାର ଥାଏ। ମନ ଆନନ୍ଦରେ ସବୁ ଜାମୁକୋଳି ଖାଇଦେଲା। ଆଉ କହିଲା, ହଇ ଶୁଣୁଛ, କଣ ହେଲା? ସେ ମାଙ୍କଡ କଣ ସବୁଦିନ ଆସି ଏ ମିଠା ଜାମୁକୋଳି ଖାଏ? ହଁ, ପେଟ ଭର୍ତ୍ତି କରି ଖାଏ। ସତରେ? କାହିଁ, କଣ ହେଲା କି? ଏ କୋଳି ତ ଏତେ ମିଠା, ୟାକୁ ଯିଏ ସବୁଦିନ ଖାଉଥିବ ତାର କୋଳି ଯେ କେତେ ମିଠା ନ ହେଇଥିବ। ହାଁ, ସତ କଥା ତ। ତମେ ଗୋଟେ କାମ କର ମ, ସେ ମାଙ୍କଡକୁ ଆମ ଘରକୁ ନିମନ୍ତ୍ରଣ କରି ଆଣ। କହିବ ତମ ମୈତ୍ରାଣୀ ତମ କଥାରେ ଦେଖିବାକୁ ଚାହୁଁଛନ୍ତି। ଥରେ ସେ ଆସିଗଲେ ଆମେ ତାକୁ ମାରି ତା ସୁଆଦିଆ କଲିଜାକୁ ଖାଇବା। ଭାରି ମଜା ହବ। ହାଁ, ସତ କଥା ତ। ମୁଁ କାଲି ତାକୁ ନେଇ ଆସୁଛି। ତା ପରଦିନ ସକାଳ ହେଲା। ସକାଳୁ ସକାଳୁ କୁମ୍ଭୀର ଯାଇ ନଈକୂଳ ଜାମୁ ଗଛ ତଳେ ହାଜର। ସେଠି ସେ ମାଙ୍କଡକୁ ନ ପାଇ ବିଚଳିତ ହୋଇ ପଡିଲା। ଭାବିଲା, ଆଜି ସେ ମାଙ୍କଡ ଆସିବନି କି ଆଉ? ସକାଳ ଯାଇ ଖରା ବେଳ ହେଲା। କୁମ୍ଭୀର ଭାବୁଥାଏ ମୋ ଯୋଜନା ବୋଧେ ଫସର ଫାଟିଯିବ। ଏମିତି ଭାବୁଥାଏ, ହଠାତ୍ ଦେଖିଲା ମାଙ୍କଡ ଆସି ପହଞ୍ଚିଲା। ମାଙ୍କଡକୁ ଦେଖି କୁମ୍ଭୀର କହିଲା, ମୈତ୍ରେ, କୋଉଠି ଥିଲ ଏତେ ବେଳ ଯାଏ? ମୁଁ ସକାଳ ପହରୁ ତମକୁ ଅପେକ୍ଷା କରି ବସିଛି। ମାଙ୍କଡ କହିଲା, ଆଜି ଜଙ୍ଗଲରେ ପାଚିଲା ପାଚିଲା କେନ୍ଦୁ ମିଳିଗଲା ତ ମନ ଭରିକି ଖାଉଥିଲି। ଆଉ ମୈତ୍ରେ, ଇଏ ମିଠା ଜାମୁକୋଳି ଖାଇ ମୈତ୍ରାଣୀ କଣ କହିଲେ ବା? ଇଏ ସେଇ କଥା କହିବି ବୋଲି ପା ସକାଳ ପହରୁ ତମକୁ ଅନେଇ ବସିଛି। ଜାଣିଲ ମୈତ୍ରେ, ମୋ ଭାରିଜା ମାନେ ତମ ମୈତ୍ରାଣୀ ଏ ମିଠା ଜାମୁକୋଳି ଖାଇ ଏତେ ଖୁସି ତମକୁ ଟିକେ ଦେଖିବ ବୋଲି ଡକେଇ ପଠେଇଛି। ଇଏ ମୈତ୍ରେ, ମୁଁ ତ ତମ ଭଳି ପହଁରି ଜାଣିନି। ଆରେ ମୈତ୍ରେ, ତମେ ମୋ ପିଠିରେ ବସ ନା, ମୁଁ ତମକୁ ନେଇଯିବି। ତମ ମୈତ୍ରାଣୀ ସାଙ୍ଗରେ ଦେଖା କରେଇ ସଞ୍ଜ ଆଗରୁ ଛାଡି ଦେଇ ଯିବି। ହଉ ତାହେଲେ ଚାଲ ଯିବା। ଯେମିତି ମାଙ୍କଡ ଯାଇ କୁମ୍ଭୀର ପିଠିରେ ବସିଛି, କୁମ୍ଭୀର ସାଙ୍ଗେ ସାଙ୍ଗେ ନଈ ଭିତରେ ପଶି ଖୁବ୍ ଜୋର ଜୋରରେ ପହଁରିବାକୁ ଲାଗିଲା। ମାଙ୍କଡ କହିଲା, ଇଏ ମୈତ୍ରେ, ଟିକେ ଧୀରେ ଧୀରେ ଚାଲ, ମତେ ଡର ଲାଗୁଛି ପା। ଆଉ ଡରିଲେ କଣ ହବ ରେ ମୂର୍ଖ? ଆଜି ମୋ ଭାରିଜା ଆଉ ମୁଁ
ତତେ ମାରି ତୋ ସୁଆଦିଆ କଲିଜା ଖାଇବୁ। କୁମ୍ଭୀର ଆଉ ମାଙ୍କଡ ସେତେବେଳକୁ ମଝି ନଈରେ। ଏକଥା ଶୁଣି ମାଙ୍କଡର ହଂସା ଉଡିଗଲା। ମନେ ମନେ ସେ ଗୋଟେ ବୁଦ୍ଧି ପାଞ୍ଚିଲା। କହିଲା, ଓହୋ ମୈତ୍ରେ, ମତେ କଥାଟା ତମେ ଟିକେ ଆଗରୁ ଜଣେଇଲନି। ତତେ ଆଗରୁ କହିଥିଲେ ତୁ କଣ ମୋ ସାଙ୍ଗରେ ଆସିଥାନ୍ତୁ? ତମେ ସତରେ ବୋକା ମୈତ୍ରେ। ମୁଁ ତମ କଲିଜାକୁ ଜାମୁକୋଳି ଗଛ କୋରଡ଼ରେ ରଖିଦେଇ ଆସିଲି। ଚାଲ ଚାଲ ଏଇଠୁ ଫେରି ଚାଲ। କୁମ୍ଭୀର ତ ଲୋଭରେ ପଡିଛି। ସେ ଆଉ ଆଗ ପଛ ବିଚାର ନ କରି ସାଙ୍ଗେ ସାଙ୍ଗେ ଫେରି ପଡିଲା ଜାମୁକୋଳି ଗଛ ଆଡକୁ। ଯେମିତି କୁମ୍ଭୀର ଆସି କୂଳରେ ପହଞ୍ଚିଛି, ମାଙ୍କଡ ଏକ ଶକ୍ତ ଡିଆ ମାରି ଯାଇ ବସିଗଲା ଜାମୁକୋଳି ଗଛ ଡାଳରେ। ଆଉ ହସି ହସି କହିଲା, କେଡେ ବୋକାରେ ତୁ କୁମ୍ଭୀର। ଆରେ କଲିଜା ବାହାରେ ରହିଲେ କୋଉ ଜୀବ ବଞ୍ଚି ପାରିବ? ଫେରିଯା ଦୁଷ୍ଟ। ଆଜି ମୋ ବୁଦ୍ଧି ପାଇଁ ମୁଁ ବଞ୍ଚି ପାରିଲି। କୁମ୍ଭୀର ବିଚାରା ଅଲାଜୁକ ଭଳିଆ ଜୁଳୁ ଜୁଳୁ ହେଇ ଅନେଇଥାଏ।